ଶ୍ରୋତାବନ୍ଧୁ ସାହିତ୍ୟ ସଂସ୍କୃତି ଚିନ୍ତନ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ଅଟିଷ୍ଟିକ୍ ଦିବ୍ୟ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଆଜି ଏକ ସୁନ୍ଦର ହୃଦୟସ୍ପର୍ଶୀ କାହାଣୀ। ଏହି କାହାଣୀର ଯେ ଲେଖିକା ସେ ନିଜେ ଆପଣମାନଙ୍କୁ ଏ କାହାଣୀ ପଢ଼ି ଶୁଣେଇବେ ଏବଂ ଏଇ ଯୋଉ ଗଳ୍ପଟି ପ୍ରକୃତରେ ଗଳ୍ପ ନୁହେଁ, ତାଙ୍କର ନିଜର ଅଙ୍ଗେ ନିଭା ଘଟଣା। ତେଣୁ ମୁଁ ଭାବୁଛି ଏଇ ଗପଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଦ୍ରବୀଭୂତ କରିବ। ପ୍ରକୃତରେ ଶ୍ରୋତାବନ୍ଧୁ, ଜୀବନ ଗୋଟେ ପରୀକ୍ଷା, କିନ୍ତୁ ପରୀକ୍ଷାର୍ଥୀଟି ଯଦି ସୁସ୍ଥ ନୁହେଁ, ପରୀକ୍ଷାର୍ଥୀଟି ଯଦି ଏକ ଅଭାବନୀୟ ଦୁଃସ୍ଥିତି ମଧ୍ୟ ଦେଇ ଗତି କରୁଥାଏ, ତାହେଲେ ତା ପରୀକ୍ଷା ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ। ସେମିତି ଏକ ଆବେଗ, ସେମିତି ଏକ ବାସ୍ତବତାଟାକୁ ଆଜି ଧାରଣ କରିଛନ୍ତି ସ୍ୱୟଂ ଗାଳ୍ପିକା, ଯେ ଲେଖିକା ଏବଂ ନିଜେ ସେ ଗଳ୍ପର କଣ୍ଠ ଭାବରେ ଆଜି ଆପଣମାନଙ୍କ ପାଖରେ ନିଜେ ପଢ଼ି ଶୁଣେଇବେ। ଶ୍ରୀମତୀ ବିନୋଦିନୀ ଗୌଡ଼। ଆସନ୍ତୁ ଶୁଣିବା ତାଙ୍କର ଏକ କ୍ଷୁଦ୍ର ଗଳ୍ପ। ଗଳ୍ପର ଶୀର୍ଷକ ପରୀକ୍ଷା। ଗାଳ୍ପିକା ବିନୋଦିନୀ ଗୌଡ଼। ଅଟିଜମ୍ ପୀଡ଼ିତ ପିଲାଙ୍କ ଉପରେ ଲିଖିତ ଆସନ୍ତୁ ଶୁଣିବା ଆଉ ଗୋଟିଏ ଗଳ୍ପ। ଗଳ୍ପର ଶୀର୍ଷକ ହେଉଛି ପରୀକ୍ଷା। ଜୀବନଟା ହିଁ ଗୋଟିଏ ପରୀକ୍ଷା। ପ୍ରତ୍ୟେକ ଦିନ କିଛି ନା କିଛି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼େ ସମସ୍ତଙ୍କୁ। କାହା ପାଇଁ ପରୀକ୍ଷା ହୋଇଥାଏ ସହଜ ସରଳ, ପଥ ଲାଗେ ପୁଷ୍ପମୟ, ହସି ହସି କଟିଯାଏ ଜୀବନର ରାସ୍ତା। ତ କାହା ପାଇଁ ପରୀକ୍ଷା ହୋଇଥାଏ ଜଟିଳ, କଷ୍ଟକର, ପଥ ହୁଏ କଣ୍ଟକିତ, ଜୀବନ ଲାଗେ ଏକ ଦୁଃଖଦ କବିତା। ଜୀବନରେ ଏମିତି ଏକ ପରୀକ୍ଷାର ଫଳାଫଳ ପ୍ରତୀକ୍ଷାରେ ଆଜି ବିନିତା। ମଇ ମାସ 18 ତାରିଖ ମଧ୍ୟାହ୍ନ 12ଟା। ତା ସାନ ପୁଅ କାହ୍ନାର ମ୍ୟାଟ୍ରିକ୍ ଫଳ ବାହାରିବ କିଛି ସମୟ ପରେ। କ'ଣ ହେବ କେଜାଣି, ପାସ୍ ନା ଫେଲ୍, ଚିନ୍ତିତ ହୋଇପଡ଼ୁଥିଲା ସେ। ବଡ଼ ପୁଅ ସୌମ୍ୟ ରୋଲ୍ ନମ୍ବର ଦେଇ ଅପେକ୍ଷା କରିଛି ଲାପଟପ୍ ସାମ୍ନାରେ। ମାମା, ଆଜି ଇଣ୍ଟରନେଟ୍ ବହୁତ ସ୍ଲୋ ଅଛି, କେତେବେଳେ ଆସିବ କେଜାଣି? ସୋଫା ଉପରେ ବସି ବିନିତା ଥରେ ଆଶାୟୀ ଆଖିରେ ଚାହିଁ ଦେଉଛି କାନ୍ଥରେ ଟଙ୍ଗା ହୋଇଥିବା ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ। ପୁଣି ନିର୍ଲିପ୍ତ ଭାବେ ଖେଳୁଥିବା ଦିବ୍ୟାଙ୍ଗ ପୁଅ କାହ୍ନାକୁ। ଗଣ୍ଡେ କଏନ୍ ଆଉ ବ୍ଲକ୍ ଖେଳନା ଧରି ବ୍ୟସ୍ତ ଅଛି ସିଏ ଖେଳିବାରେ। କାହ୍ନା, ଆଜି ତ ପରୀକ୍ଷା ରେଜଲ୍ଟ ବାହାରିବ, ଜାଣିଛୁ ନା ବାବା? ମାମା ମୁହଁରୁ ପରୀକ୍ଷା କଥା ଶୁଣି ଖୁସିରେ ନାଚିଗଲା କାହ୍ନା। ସେ ଭାବିଲା, ସବୁଥର ପରି ମାମା ଆଉ ବାବା ତାକୁ ପରୀକ୍ଷା ହଲ୍କୁ ନେବେ। ସେ କାର୍ରେ ବୁଲିଯିବ, ଚକୋଲେଟ୍ ଚିପ୍ସ ଖାଇବ। ବାଃ, କେତେ ମଜା! ମାମାର ହାତ ଧରି ଟାଣିଲା ସେ। ମାମା, ପରୀକ୍ଷା ଯିବା? ନାଇଁ ବାବା, ଆଜି ସ୍କୁଲ ଯିବାନି। ତମେ ଯୋଉ ପରୀକ୍ଷା ଦେଇଥିଲ, ଆଜି ଫଳ ବାହାରିବ, ଟିକେ ଅପେକ୍ଷା କର। ବିନିତାର ମନେ ପଡ଼ୁଥିଲା କାହ୍ନାକୁ ଧରି ପରୀକ୍ଷା ହଲ୍କୁ ଯିବାର ଦୃଶ୍ୟ। କେତେ କୌତୂହଳୀ ଆଖିର ଚାହାଣୀ, କେଉଁଠି ଉପହାସ ତ କେଉଁଠି ଦୟା। ଭାରି ଅସ୍ୱସ୍ତିକର ସେଇ ସବୁ ଅନୁଭବ। ପୁଣି ପରୀକ୍ଷା ହଲ୍ ଭିତରେ କାହ୍ନାର ଅସ୍ଥିରତା। ତାକୁ 2 ଘଣ୍ଟା ବସେଇବା ସବୁଠୁ ବଡ଼ ପରୀକ୍ଷା ଥିଲା ବିନିତା ପାଇଁ। ନୂଆ ଜାଗା, ନୂଆ ପରିବେଶ, ନୂଆ ମଣିଷ ଦେଖିଲେ ଅଟିଷ୍ଟିକ୍ ପିଲାମାନେ ବହୁତ ହାଇପର ହୁଅନ୍ତି। କାହ୍ନା ବି ସେମିତି କିଛି ହେଉଥିଲା। ତା ପଛରେ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ୁଥିଲା ବିନିତା। ପାଖ ରୁମ୍ରେ ପିଲାମାନେ ପରୀକ୍ଷାରେ ଲେଖିବା ପାଇଁ 2 ଘଣ୍ଟା ନିଅଣ୍ଟ ପଡ଼ୁଥିଲା, ଆଉ ସେ ବାରମ୍ବାର ଘଣ୍ଟା ଦେଖୁଥିଲା। କେତେବେଳେ ପରୀକ୍ଷା ସରିବ ଆଉ କାହ୍ନାକୁ ନେଇ ସେ ବାହାରକୁ ଯିବ? ପ୍ରତିଦିନର ପରୀକ୍ଷା ପରେ ଦୁଃଖ ଆଉ ଅପମାନର ଲୁହକୁ ପୋଛି ପୁଣି ଥରେ ପ୍ରସ୍ତୁତ ହେଉଥିଲା ଆଗାମୀ ଦିନ ପାଇଁ। ସରକାରୀ ନିୟମ ଅନୁସାରେ 9ମ ଶ୍ରେଣୀର ପିଲାଟିଏ ତା ପାଇଁ ଲେଖିବାକୁ ସ୍ଥିର ହୋଇଥାଏ। ସ୍କୁଲ ତରଫରୁ ବିଶ୍ୱ ନାମକ ପିଲାଟି ଭଲ ପଢ଼ୁଥିବାରୁ ବିନିତାକୁ ସୁବିଧା ହୋଇଥିଲା ତାକୁ 10ମ ଶ୍ରେଣୀ ପାଠ ବୁଝାଇବାରେ।
ଇଣ୍ଟରନେଟ୍ ଆସିଗଲା ବୋଧେ। ବଡ଼ ପୁଅ ରେଜଲ୍ଟ ଦେଖି ଖୁସିରେ ପାଟି କଲା, ମାମା ଆମ କାହ୍ନା ପାସ୍ ହୋଇଛି, ପୁଣି ଫାର୍ଷ୍ଟ ଡିଭିଜନରେ 62% ମାର୍କ ରଖିଛି। ମା, ତମେ ପୁଣି ଥରେ ମେଟ୍ରିକ୍ ପାସ୍ ହୋଇଗଲ ମାମା। କାହ୍ନା ସିନା ପରୀକ୍ଷା ଦେଉଥିଲା, ପ୍ରକୃତ ପରୀକ୍ଷା ତ ତମର ଥିଲା ନା, ଭାବପ୍ରବଣ ହୋଇ କହୁଥିଲା ସିଏ। ବଡ଼ ପୁଅର ମୁଣ୍ଡକୁ ସ୍ନେହରେ ସାଉଁଳି ଦେଇ କାହ୍ନାକୁ କୁଣ୍ଢେଇ ପକେଇଲା ବିନିତା। ଗେହ୍ଲା କରି କହୁଥିଲା, ତୁ ପରୀକ୍ଷାରେ ପାସ୍ ହୋଇଗଲୁ ବାବା। ମାମାର କଥାରୁ କ'ଣ ବୁଝିଲା କେଜାଣି? ସମସ୍ତଙ୍କ ହସ ହସ ମୁହଁକୁ ଥରେ ଚାହିଁ ଦେଇ ଖୁସିରେ ପାଟି କରୁଥିଲା କାହ୍ନା, ମୁଁ ପରୀକ୍ଷା ପାସ୍। ସବୁ ଦୁଃଖ ଯନ୍ତ୍ରଣାକୁ ଭୁଲି ଯାଇ ହସୁଥିଲା ବିନିତା। ଆଖିରେ ତା ଲହଡ଼ି ଭାଙ୍ଗୁଥିଲା ଆନନ୍ଦର ଅଶ୍ରୁ। ଧନ୍ୟବାଦ। ଜୟ ଜଗନ୍ନାଥ।